କୁନି କୁନି ପିଲାମାନେ ଆଜି ଗପ ଆରମ୍ଭ କରିବା। ମନ ଦେଇକି ଶୁଣ। ଥରେ କ'ଣ ହେଇଛି ନା, ଗୋଟେ ସୁନ୍ଦର ଗାଁଟିଏ ଥିଲା। ସେ ଗାଁର ପାଖରେ ଗୋଟେ ପର୍ବତ ଥିଲା। ଆଉ ପର୍ବତ ପାଖାପାଖି ନଦୀଟିଏ ଝରିକି ବହି ଯାଉଥିଲା। ପର୍ବତରୁ ଝରିକି ପାଣି ଆସୁଥିଲା। ଯେହେତୁ ପର୍ବତରୁ ଆସୁଥିଲା, ବହୁତ ସଫା ପାଣି ବି ସେଥିରେ ରହୁଥିଲା। ତ କ'ଣ ହେଇଛି ନା, ସେଠି ଗୋଟେ ନଦୀରେ ପଥର ସନ୍ଧିରେ ଗୋଟେ କଇଁଚଟେ ରହୁଥିଲା। ବହୁତ ପୁରୁଣା କଇଁଚଟିଏ। ନଦୀରେ ଗୁଡ଼ାଏ ହଂସ ବି ଖେଳନ୍ତି ସବୁବେଳେ। ହଂସମାନଙ୍କର ବାସସ୍ଥାନ ସେଟା ହେଇଥାଏ। ତ ସେ ହଂସ ଆଉ ଏ ଯେଉଁ କଇଁଚ ମଝିରେ ବନ୍ଧୁତା ସ୍ଥାପନ ହେଲା। ହେଲେ ନଦୀରେ ଗାଧୋଇବା ପାଇଁ ଗାଁ ଲୋକମାନେ ସବୁ ଆସନ୍ତି। ବେଳେବେଳେ କେତେଟା ଦୁଷ୍ଟ ପିଲା ଗାଧୋଇଲା ଭିତରେ ସେ ଯେଉଁ ପଥର ସନ୍ଧିରେ କଇଁଚ ଥାଏ, ସେ କଇଁଚଟାକୁ ଭିଡ଼ାଭିଡ଼ି କରିଦିଅନ୍ତି। କଇଁଚ ପ୍ରାଣ ବିକଳରେ ପାଣି ଭିତରକୁ ପଳାଏ। କିନ୍ତୁ ପ୍ରାୟ ସମୟରେ ତାକୁ ସେମିତି ହଇରାଣ କରନ୍ତି। ତ ଆସ୍ତେ ଆସ୍ତେ ଯେମିତି ବର୍ଷା ଦିନ ଶୀତ ଦିନ ସରିବ, ଖରାଦିନ ହେଇ ଆସିଲା ବେଳକୁ ପାଣି କମି ପଳେଇ ଆସିବ ନଦୀରେ। ନଦୀଟା ତ ଚିରସ୍ରୋତା ନଥିଲା ନା, ପର୍ବତରୁ କେବଳ ଯାହା ପାଣି ଆସେ। ତ ବର୍ଷା ଦିନ ସରିଲେ ପାଣି ବି କମିଯିବ। ତ ସେଇ ସମୟରେ କଇଁଚ ବିଚରା ଭାରି ଅବସ୍ଥା ହୁଏ। କାରଣ ବାହାରେ ପଥର ଖୋଳରେ ରହିଲେ ପିଲାମାନେ, ଦୁଷ୍ଟ ପିଲାମାନେ ଛଡ଼େଇକି ନେଇଯିବେ, କେତେବେଳେ ମାରିଦେବେ, କ'ଣ କରିବେ ଭୟ। ପାଣି ଭିତରକୁ ଗଲାବେଳକୁ ପାଣିରେ ଟିକେ ଅଳ୍ପ ପାଣି, ଯେହେତୁ ସେ ପାଣି ଗରମ ହେଇକି ଥାଏ ଖରାଦିନେ। ତ କିନ୍ତୁ ହଂସମାନେ କ'ଣ କରନ୍ତି, ସେଇ ପାଣିରେ ପହଁରନ୍ତି, ମାଛ ଖାଆନ୍ତି, ସବୁ କରନ୍ତି। ଖରାଦିନ ହେଇଗଲା ବେଳକୁ ପାଣି କମିଗଲା ବେଳକୁ ସେ ତାଙ୍କର ଉଡ଼ି ଉଡ଼ି ଆଉ କୁଆଡ଼େ ପଳାନ୍ତି। ତ ଥରେ କଇଁଚ କହିଲା, ତା ମନର ଦୁଃଖ ଯାହା ଥିଲା ସେ ହଂସ ସାଙ୍ଗମାନଙ୍କୁ ତାର କହିଲା ଯେ, ତମେମାନେ ସବୁ ସାଙ୍ଗ ସିନା ହେଉଛ, କିନ୍ତୁ ମୋତେ, ମୁଁ ଯେଉଁ ଅବସ୍ଥାରେ ପଡ଼ୁଛି, ମୋତେ ତ କେହି ସାହାଯ୍ୟ କରୁନ। ହଂସମାନେ କହିଲେ, କ'ଣ ସାହାଯ୍ୟ କରିବୁ କହ? ନା, ତମେମାନେ ସବୁ ଖରାଦିନ ହେଲେ ପଳେଇ ଯାଉଛ। ମୁଁ ଏଠି କେଡ଼େ ଅବସ୍ଥା ହେଉଛି। ମଇଳା ପାଣି, ଅଳ୍ପ ଗରମ ପାଣି, ମୁଁ ଲୁଚିକି ଥାଉଛି କେଉଁଠି ନା କେଉଁଠି। ସେ ଦୁଷ୍ଟ ଟୋକା ଗୁଡ଼ା ଆସିଲେ ମୋତେ ହଇରାଣ କରୁଛନ୍ତି। ତେଣୁ ମୁଁ ଅବସ୍ଥା ହେଉଛି ଆଉ। ନା ଆଉ କ'ଣ କରିବା? ନା ତମେମାନେ କେଉଁଠିକି ଯାଉଛ ଉଡ଼ିକି? ନା ଏ ଗାଁ ପରେ ଆଉ ଗୋଟେ ଗାଁ ଅଛି। ସେ ଗାଁ ଲାଷ୍ଟରେ ବଡ଼ ପୁଷ୍କରଣୀଟେ ଅଛି। ସେଠି ଖରା ଦିନେ ମଧ୍ୟ ପାଣି ଫୁଲ ହେଇକି ଥାଉଛି। ଅତି ଥଣ୍ଡା ସେ ପାଣି। ପଦ୍ମ ଫୁଲ, କଇଁ ଫୁଲ, ବିଭିନ୍ନ ପ୍ରକାର ଫୁଲ ବି ଅଛି, ଦଳ ବି ଅଛି, ପାଣି ଥଣ୍ଡା। ଆମେ ଖରାଦିନେ ସେଠିକି ପଳାଉଛୁ। ହେଲେ କଇଁଚ କହିଲା, ତାହେଲେ ମୋତେ ବି ନେଇଯାଉନ। ହଂସମାନେ କହିଲେ, ଆରେ ଭାଇ, ତତେ ନବୁ କେମିତି? ଆମର ସିନା ଡେଣା ଅଛି, ଉଡ଼ିକି ପଳାଉଛୁ। ଆମର କ'ଣ ହାତ ଅଛି ଯେ ତତେ ନେଇକି ପଳେଇବୁ ଟେକିକି? ନା, ମୁଁ ନହେଲେ କାହା ପିଠିରେ ବସି ପଡ଼ିବି। ହଂସ କହିଲା, ପାଗଳା ହେଲୁ? ଏତେ ଯାହା ରାସ୍ତା ମୋ ପିଠିରେ ବସିକି କେମିତି ଯିବୁ? ଖସିଯିବୁ ଯଦି ବାଟରେ ପଡ଼ିଯିବୁ। ଏମିତି ସେମାନେ ବହୁତ ଚିନ୍ତା କଲେ। ଚିନ୍ତା କରି ଗୋଟିଏ ବୁଦ୍ଧିଆ ହଂସ ଶେଷକୁ ଗୋଟେ ରାସ୍ତା ବାହାର କଲା। କହିଲା, ଗୋଟିଏ ବାଟ ଅଛି ଯେ, କଇଁଚ ଭାଇ, ତୁ ଯଦି ବେଶୀ ପାଟିତୁଣ୍ଡ କିଛି ନ କରିବୁ, ତାହେଲେ ଆମେ ତୋତେ ନେଇଯିବୁ। ନା, ପାଟିତୁଣ୍ଡ ମୁଁ କାହିଁ କ'ଣ କରିବି? କ'ଣ କେମିତି ନେବୁ? ନା, ଆମେ ଦୁଇଟା ହଂସ ଗୋଟେ ଷ୍ଟ୍ରଙ୍ଗ ବାଡ଼ିଟାକୁ ଆଣିଲେ। ବାଡ଼ିର ଗୋଟେ ମୁଣ୍ଡକୁ ଗୋଟେ ହଂସ, ଆଉ ଗୋଟେ ମୁଣ୍ଡକୁ ଆଉ ଗୋଟେ ହଂସ ଥଣ୍ଟରେ କାମୁଡ଼ିକି ଧରିଲେ। ଧରିକି କଇଁଚକୁ କହିଲେ, ଦେଖ, ଏ ତଳେ ଆମେ 2 ଜଣ ରହିକି ଉଡ଼ି ଉଡ଼ି ଚାଲିବୁ। ତୁ ମଝିରେ, ବାଡ଼ି ମଝିରେ ଜାବୁଡ଼ିକି କାମୁଡ଼ିକି ଧରିଥିବୁ ସେ ବାଡ଼ିଟାକୁ। ଆମେ ଉଡ଼ି ଉଡ଼ି ଗଲେ ଆମ ସାଙ୍ଗରେ ତୁ ବି ଉଡ଼ି ଉଡ଼ି ଚାଲିବୁ। କଇଁଚ କହିବ, ଆରେ ବାଃ, ଏଇଟା ତ ବଢ଼ିଆ ପ୍ଲାନ୍। ଏଇଟା ତ ମୁଁ ସୁରୁଖୁରୁରେ ପଳେଇବି ସେପଟ ଯାଏଁ, ସେ ପୋଖରୀ ଯାଏଁ। କହିଲେ, ହଂସ କହିବ, ପଳେଇବୁ ଯେ, କିନ୍ତୁ ଗୋଟେ କଣ୍ଡିସନ୍। ନା କ'ଣ? ନା, ଟୋଟାଲ ରାସ୍ତା ସାରା କେଉଁଠି ମଧ୍ୟ ପାଟି ଖୋଲିବନି। କିଏ କେତେ ବଡ଼ କ'ଣ କଥା ହେଇଗଲେ ପାଟି ଖୋଲିବନି। ପାଟି ଖୋଲିଗଲେ ତୁ ପଡ଼ିବୁ। କଇଁଚ କହିବ, ହଁ, ମୁଁ କ'ଣ ଏତେ ମୂର୍ଖ ନା କ'ଣ? ଏଇ କଥାଟା ଜାଣିନି। କିଛି ଅସୁବିଧା ନାହିଁ, ପଳେଇବା। ସତକୁ ସତ ଦିନେ ସେମାନେ ଗୋଟେ ଷ୍ଟ୍ରଙ୍ଗ ବାଡ଼ି ଖୋଜିକି ଆଣିକି ଭୋର ସକାଳୁ ହଂସମାନେ ଲାଗି ପଡ଼ିଲେ। 2ଟା ହଂସ 2 ପଟେ କାମୁଡ଼ିକି ଧରିଲେ। କଇଁଚ ମଝିରେ ଧରିଲା। କାଳେ ହଂସମାନେ ଥକିଯିବେ କହିକି ଆଉ 2-4ଟା ହଂସ ତାଙ୍କ ସାଙ୍ଗରେ ଉଡ଼ିଲେ। ଉଡ଼ିକି କଇଁଚକୁ ନେଇକି ଚାଲିଲେ। କଇଁଚ ଓହଳିକି ବାଡ଼ିରେ ଯାଉଛି। କଇଁଚ ବି ଉପରେ ଥାଇକି ଦେଖୁଛି ସବୁ ଜିନିଷ। ଆରେ ବାଃ, ଉପରେ ଉଡ଼ିଲେ ତ କେଡ଼େ ମଜା ଲାଗୁଛି। ଏମିତି ସେ ଗୋଟେ ଏନ୍ଜୟ କରି ଯାଉଛି। ଠିକ୍ ଗାଁ ଦାଣ୍ଡ ପାର ହେଇକି ଗଲାବେଳେ ଗାଁର କେତେଟା ଦୁଷ୍ଟ ଟୋକାଙ୍କ ନଜର ପଡ଼ିଗଲା। ସେମାନେ ଆଶ୍ଚର୍ଯ୍ୟ ହେଇଗଲେ। ଆରେ କଇଁଚଟା କ'ଣ ଉଡ଼ି ଉଡ଼ି ପଳାଉଛି?
ଗୋଡ଼େଇଲେ ପଛରେ ପଛରେ, ହେଲେ ସେମାନେ ତ ଉପରେ ଉଡ଼ିକି ଯାଉଛନ୍ତି, ଇଏ ଗୋଡ଼େଇଲେ ବା କ'ଣ କରିପାରିବେ? କିଛି କରିପାରିବେନି। ପାଟି ତୁଣ୍ଡ ଖାଲି କରୁଛନ୍ତି। ସେ ଭିତରେ ଟେକା ପଥର ମାରିଲେ ହଂସଙ୍କୁ ବାଜୁନି। ହଂସମାନେ ଖାଲି କଇଁଚକୁ ଧୀରେଇକିନି କହୁଛନ୍ତି। ପାଟି ତ ଖୋଲି ପାରୁନାହାନ୍ତି ସେମାନେ ମଧ୍ୟ, ଠାରିକି ଖାଲି କହୁଛନ୍ତି ଯେ ତୁ ପାଟି କରନି। ହଂସ କହୁଛି କଇଁଚକୁ ଯେ ତୁ ଜମା ପାଟି ଖୋଲିବୁନି, ସେ ଯାହା କରୁଛନ୍ତି କରନ୍ତୁ। ତା ସାଇଡ଼ରେ ଯେଉଁ ହଂସମାନେ ଉଡ଼ି ଉଡ଼ି ଯାଉଥିଲେ ସେମାନେ ବି କହୁଛନ୍ତି ଯେ କଇଁଚ ତୁ ଜମା ରାଗେନି। ଏମିତି କହି କହି ଚାଲିଛନ୍ତି କିଛି ବାଟ। ଯେତେବେଳେ ଦେଖିଲେ ସେ ଛୁଆ ଗୁଡ଼ାକ ଯେ ଆଉ ଏମାନେ ପାର ହେଇକି ପଳେଇଲେଣି, ସେ ଭିତରୁ ଗୋଟେ ଛୁଆ ଗୁରାଳି କହିଲା, ବାଃ କେଡ଼େ ସୁନ୍ଦର କଇଁଚଟା ହେଇଛି ରେ, ଖସି ପଡ଼ନ୍ତା କି ତଳକୁ, ମୁଁ ତାକୁ ନେଇକି ମାଂସ ମସଲା ଝୋଳ କରି ମସ୍ତ କିନି ଗୋଟେ ଆଜି ପଖାଳ ଖାଆନ୍ତି ଆଉ। ଏ କଥା ଶୁଣିକି କଇଁଚ ଆଉ ନିଜକୁ ସମ୍ଭାଳି ପାରିଲା। କହିଲା, ହାରେ ବଗୁଲିଆ ଟୋକା, ତୁ ମୋ ମାଂସ ଖାଇବୁ ବୋଲି ଜଗିଛୁ? ତୁ ସେମିତି ଚାହିଁଥିବୁ ମୁଁ ଯାଇକି ମୁଁ ମୋ ରାସ୍ତାରେ ପହଞ୍ଚିବି। ଏତିକି କଥା କହିବା ମନ କରି ସେ ଯେମିତି ଆରମ୍ଭ କଲା ଖାଲି ରାଗରେ, ହଁ ରେ ବଗୁଲିଆ ଯେମିତି ପାଟି ଆଁ କରିଦେଲା, ନିଜେ ଖସି ପଡ଼ିଲା ତଳକୁ। ଖସି ପଡ଼ିଲେ ଛୁଆମାନେ ତ ଗୋଡ଼େଇକି ଯାଉଥିଲେ, ଦେଖିକି ତା ଚାରିପଟେ ଯାଇ ତାକୁ ଧରିକି ନେଇକି ଗଲେ। ବିଚାରା ଉପରେ ହଂସମାନେ ମନ ଦୁଃଖରେ ଗଲେ, ଯାଇକି ବସିକି କଥା ହେଲେ। କେତେ ବୁଝେଇକି ଆମେ କହିଲେ କଇଁଚକୁ ଯେ ତୁ ପାଟି ଜମା ଖୋଲିବୁନି, ସେ ତ ନିଜ ରାଗକୁ ତ ଆଉ କଣ୍ଟ୍ରୋଲ କରିପାରିଲାନି ଆଉ, ତେଣୁ ନିଜ ଦୋଷରେ ନିଜେ ମଲା। ସେଇଥିପାଇଁ କୁହାଯାଇଛି ଯେ ନିଜ ଭୁଲ କାର୍ଯ୍ୟ ଫଳ ନିଜେ ହିଁ ଭୋଗ କରିବ। ଆଉ ସବୁ ଜାଗାରେ ଯଦି ବିନା କାରଣରେ ଖାଲି ପାଟି ଖୋଲିକି ବଲ ବଲ ହବ, ତାହେଲେ କଇଁଚ ଭଳି ଅବସ୍ଥାରେ ପଡ଼ିବ। ବୁଝିଗଲ ତ ପିଲାମାନେ? ଆଜି ପାଇଁ ତାହେଲେ ଏତିକି ଥାଉ। ବାଏ।